ଚାଲିଥିଲା ସେମିତି ଚାଲିଲା। ଦେଖନ୍ତୁ ଭଗବାନ ଯେତେବେଳେ ଧନ ଦିଅନ୍ତି ଭକ୍ତକୁ, ଭକ୍ତର ଚିତ୍ତରେ କୌଣସି ବିକ୍ଷେପ ହୁଏ ନାହିଁ। ଭକ୍ତ ଯେ ଭକ୍ତର ଭକ୍ତ ଧନ ଥିଲେ ମଧ୍ୟ ତାର କୌଣସି ବିକ୍ଷେପ ହୁଏ, ସେ ବିଚଳିତ ହୁଏ। ଧନ ନଥିଲେ ମଧ୍ୟ ତାର ତୃଷ୍ଣା ରହିବ, ଧନ ଥିଲେ ବି ବିକ୍ଷେପ ହବନି। ଭଗବାନ ଯୋଉ ଧନ ଦିଅନ୍ତି ଯୋଉ ଚିତ୍ତକୁ ଶୁଦ୍ଧ କରନ୍ତି। ତ ଆମେ ଭଗବାନଙ୍କ ଧନ ପାଇଲା ପରେ ବା ମହାପ୍ରଭୁ କୃପା ପାଇଲା ପରେ ଯିବୁ ଚିତ୍ତକୁ ଶୁଦ୍ଧ କରିବା ନା ପୂର୍ବରୁ ଚିତ୍ତ ଶୁଦ୍ଧ କରିବା ପାଇଁ ପ୍ରୟାସ କରିବା? ସେଟା ହଉଛି ବୁଝିବ ନା। ଆମେ ତ ଭାବିବେ ଭଗବାନ ମତେ ଯେତେବେଳେ କୃପା କରିବେ ଯେତେବେଳେ ଚିତ୍ତ ଶୁଦ୍ଧ କରିବେ କରିବେ, ନହେଲେ ନାହିଁ ମୋ ମନ ସଂସାର ବୁଲିବି କଣ ଅଛି ସେ ନାଇଁ। ତ ଚିତ୍ତ ଶୁଦ୍ଧ ପାଇଁ ଆମକୁ ସାଧନ କରିବାକୁ ପଡୁଛି। ଚିତ୍ତ ଶୁଦ୍ଧ ପାଇଁ ଆମକୁ ସାଧନ କରିବାକୁ ପଡୁଛି। ଚିତ୍ତ ଶୁଦ୍ଧର ହିଁ କଣ ବାଟ ହଉଛି ବା ସାଧନ ହଉଛି କଣ? ଭଗବାନଙ୍କ ନାମ କରିବା, ଭକ୍ତି କରିବା, ବିଷ୍ଣୁ ତିଥି ପାଳନ କରିବା। ଏକାଦଶୀ ତିଥି, ଏକାଦଶୀ କି କରୁଛନ୍ତି ହାତରେ କି ଏକାଦଶୀ ଆରମ୍ଭ କରିନାହାନ୍ତି ହାତରେ ସେ କରୁଛି ଆରମ୍ଭ କରି ଆଉ କଣ କରୁଛି? ଠିକ ଅଛି, ଏକାଦଶୀ ସମସ୍ତେ କରୁଛନ୍ତି। ଏକାଦଶୀ ହଉଛି କଣ? ଏକାଦଶୀ ଏକାଦଶୀ ଠିକ ଅଛି ଶୁଣନ୍ତୁ, ଠିକ ଅଛି ଶୁଣନ୍ତୁ। ଏକାଦଶୀ ଆମେ କଣ କହୁଛନ୍ତି? ମାଧବ ତିଥି ଭକ୍ତି ଜନନୀ ଯତନେ ପାଳନ କରି। ଏକାଦଶୀ ହଉଛନ୍ତି ମାଧବ ତିଥି, ଭଗବାନଙ୍କ ତିଥି, ବିଷ୍ଣୁ ତିଥି। ବିଷ୍ଣୁ ତିଥି ଯେ ପାଳନ କରନ୍ତି ସେ ବିଷ୍ଣୁଙ୍କୁ ପ୍ରସନ୍ନ କରନ୍ତି, ବିଷ୍ଣୁଙ୍କର ପ୍ରିୟ ହୁଅନ୍ତି, ଭଗବାନଙ୍କର ପ୍ରିୟ ହୁଅନ୍ତି। ଭଗବାନ ଯଦି ପ୍ରସନ୍ନ ହେବେ କିଛି ଅସୁବିଧା ନାହିଁ, କିଛି ସମସ୍ୟା। ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଆମ ପାଇଁ ସାଧନ ହଉଛି ଏଭଳି ଏକାଦଶୀ ବ୍ରତ ପାଳନ। ଯାହା ପସନ୍ଦ ଏକାଦଶୀ ବ୍ରତ ପାଳନ କରୁଛନ୍ତି ଭଲ, ସମସ୍ତେ ପାଳନ କରିଅଛି। ଆଉ ସମସ୍ତେ ସେ ନାମ କରିଅଛି। ଆମ ପାଇଁ ସାଧନ ହଉଛି ଆମେ ସୁଦାମଙ୍କ ଭଳି ହେଇପାରିବା ନାହିଁ, କିନ୍ତୁ କମ ସେ କମ ଆମେ ସାଧନକୁ ଯଦି ଠିକ ରଖିବା ଭଗବାନ ଆମକୁ ସେଇଭଳି ସ୍ଥିତିକୁ ନେବେ କୃପା କରିବେ। ସାଧନ ଭିତରେ ଆମେ ସାଧନ କରୁଛେ ଚିତ୍ତ ଶୁଦ୍ଧ କରିବା ପାଇଁ। ଚିତ୍ତ ଯେତେ ଶୁଦ୍ଧ ହେଇଯିବ ଆମେ ସେଥିରେ ଉଚ୍ଚ ସ୍ତରକୁ ଯିବା। ତ ସୁଦାମଙ୍କର ଏବଂ ଏଇଭଳି ଐଶ୍ୱର୍ଯ୍ୟ ପାଇକି ମଧ୍ୟ ସେ ସେଭଳି ମିଳସାଇ ତଦୀୟ ବ୍ରତନିଷ୍ଠ ଶ୍ରବଣ କୀର୍ତ୍ତନ ଆଦି ଯୁକ୍ତ ଏଇଭଳି ସେ ରହିବେ। ଏବଂ ଏଇଭଳି ରହିକି ତସ୍ୟ ବୈ ଦେବଦେବସ୍ୟ ହରେର୍ଯଜ୍ଞପଦେ ବିଭୋ ବ୍ରହ୍ମଣା ବ୍ରହ୍ମୋ ଦୈବଂ ଅତେଭ୍ୟో ବିଦ୍ୟଦେବଂ। ସେଇ ପ୍ରଭୁଙ୍କ ପ୍ରତି ତାଙ୍କର ମହିମା, ସେଇ ଦେବଦେବସ୍ୟ ହରେ ଯଜ୍ଞପତି ବିଭୋ ବ୍ରହ୍ମଣ ପ୍ରଭୁ, ତାଙ୍କ ପ୍ରତି କଣ ହେଲା ଭାବ ଅଧିକା ବଢିଲା। ଏଇଭଳି ତାଙ୍କ ପ୍ରତି ଭାବ ଅଧିକା ବଢିଲା, ସେ ଅତ୍ୟନ୍ତ ଭକ୍ତିପରାୟଣ ହେଇକି ଶେଷରେ କଣ ହେଲେ? ଏବଂ ସବିତ୍ର ଭଗବତ୍ ସୁହୃଦା ଦୃଷ୍ଟ୍ୱା ସବୃତ୍ତିୟଜିତଂ ପରାଜିତଂ ତଦ୍ଧ୍ୟାବେଗୋର୍ବ୍ରତିତାତ୍ମବନ୍ଧନ ତଦ୍ଧାମଲେଭେ ଚିରତ୍ସତାଂ ଗତିମ୍। ଏବଂ ସବିପ୍ର ଏଇଭଳି ଭାବେ ପୂର୍ବରୁ ଯୋଉ ସାଧନ ପ୍ରକ୍ରିୟା ଜାରି ରଖିଲେ, ଏଇଭଳି ପୂର୍ବ କୌଣସି ଆଉ ଭୋଗ୍ୟ ବସ୍ତୁ ପ୍ରତି ଆସକ୍ତି ରହିଲାନି। ଶ୍ରବଣ କୀର୍ତ୍ତନ ବରାବର ଜାରି ରହିଲା। ଏବଂ ସବିପ୍ର ଭଗବତ୍ ସୁହୃଦା ଦୃଷ୍ଟ ସବୃତ୍ତି ଅଜିତଂ ପରାଜିତଂ ତଦ୍ଧ୍ୟାନ ବେଗର ଉଦ୍ଗତିତ ଆତ୍ମବନ୍ଧନ। ସେଇଭଳି ଭଗବାନଙ୍କର ଧ୍ୟାନ ବେଗ, ଭଗବାନଙ୍କର ଭକ୍ତି ଯୋଗରେ ତଲ୍ଲୀନ ଅବସ୍ଥାରେ ରହିଲେ, ନିରନ୍ତର ଲାଗି ରହିଲେ। ଏଇଭଳି ଅବସ୍ଥାରେ ଉଦ୍ଗତିତ ଆତ୍ମବନ୍ଧନ, ବନ୍ଧନ ମୁକ୍ତ ହେଇକି ଶେଷରେ ତ ଧାମ ଲେଭେ ଅଚିର ସତାଂ ଗତି, ତାଙ୍କ ଧାମକୁ ପ୍ରାପ୍ତ ହେଲେ ଅଚିର ଅତି ଶୀଘ୍ର। ତାଙ୍କ ବେଶୀ ଦିନ ଜଗତ ରହିବା ପାଇଁ ପଡ଼ିଲା ନାହିଁ। ହୁଏ ସୁଦାମ ସୁଶୀଳ ଭାବେ ମହାଙ୍କ ଧାମକୁ ଚାଲେ। ସେ ଯୋଉ ଧନ, ସେ ଯୋଉ ସମ୍ପତ୍ତି ଥିଲା ତାପରେ ଆଜିକାଲି ଯିଏ ଶୁଣିବ ଭଲ ହେଲା, ଆଉ ସେ ଯୋଉମାନେ ଥିବେ ସେମାନେ ସବୁ ସେ ସମ୍ପତ୍ତିର ଧୀରେ ହେଇଯାଇଥିବେ, ସେମାନେ ସବୁ ହେଇଯାଇଥିବେ ଛଡ଼େଇକି ଯୋଗାଡ଼ କରିକି। ସେଟା ଯୋଉମାନେ ଥିଲେ ସମସ୍ତଙ୍କର ଅର୍ଥାତକୁ ଭଗବାନ ସବୁ ଶୁଦ୍ଧ କରିଥିଲେ। କାହିଁକି ଭଗବାନ ଯେତେବେଳେ ଧନ ଦିଅନ୍ତି ଯୋଉ ଶୁଦ୍ଧ କରି ଧନ ଦିଅନ୍ତି, ତେଣୁ ସେଠି ସମସ୍ତେ ଭକ୍ତିପରାୟଣ ହେଇଥିଲେ। ଆମର କର୍ତ୍ତବ୍ୟ କଣ? ଆମେ ମଧ୍ୟ ସେଭଳି ଭକ୍ତିପରାୟଣ ହେଇକି ଭଗବାନଙ୍କ ନାମ କରିକି ଭଗବାନଙ୍କ ସେବାରେ ଲାଗି ରହି ଜୀବନକୁ ସଫଳ କରିବା।